ଜୟ ଜଗନ୍ନାଥ ପିଲାମାନେ ଆଜି ଆମେ ପଢ଼ିବା ଦଶମ ଶ୍ରେଣୀର ଚାପ୍ଟର 3 ରାଘବଙ୍କ ଲଙ୍କା ଯାତ୍ରାନୁକୂଳ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହାକୁ ଲେଖିଛନ୍ତି। ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଚାଲ ଆମେ ଏହାକୁ ତାମାନେ ଲାଇନ୍ ବାଇ ଲାଇନ୍ ପଢ଼ିବା। ତାମାନେ ମୁଁ ଏଇଟା ଗ୍ୟାରେଣ୍ଟି ଦେଇଦେଉଛି ଯେ ତୁମେ ଏଇଟା ଯଦି ଥରେ ଦେଖିଦେଲ ନା ତ ପୁରା ତୁମ ମନେ ରହିଯିବ। ଠିକ୍ ଅଛି। ଦେଖ କବି ଓ କାବ୍ୟ ପରିଚୟ ପ୍ରଥମେ ଆମେ ତାମାନେ କବିର ପରିଚୟ ଟିକେ ପଢ଼ିଦେବା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଷୟରେ କିଛି ଜାଣିନେବା। ଠିକ୍ ଅଛି। କବି ବିଷୟରେ ଜାଣିବା ଦରକାର ନା। ଦେଖ ରୀତି ଯୁଗର ଶ୍ରେଷ୍ଠ କବି ହେଉଛନ୍ତି କିଏ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ସେ ଘୁଷୁର ଗଞ୍ଜାମର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ଗଞ୍ଜାମର ରାଜବଂଶରେ ସେମାନେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ କ'ଣ? ନୀଳକଣ୍ଠ ଭଞ୍ଜ ଓ ମାତାଙ୍କ ନାମ ଧନଞ୍ଜୟ ଭଞ୍ଜ। ଠିକ୍ ଅଛି। ବୈଦେହୀଶ ବିଳାସ କାବ୍ୟ ବୈଦେହୀଶ ବିଳାସ କାବ୍ୟ ସେମାନେ ଲେଖିଥିଲେ। ଠିକ୍ ଅଛି। ଏହି କବିତାରେ ଉପେନ୍ଦ୍ର ଭଞ୍ଜ ପ୍ରସିଦ୍ଧ କାବ୍ୟ ବୈଦେହୀଶ ବିଳାସ ଓ 40 ଛାନ୍ଦରୁ ଗୃହୀତ। ବୈଦେହୀଶ ବିଳାସ କେତେ ଛାନ୍ଦରୁ ଗୃହୀତ ଏକ୍ଜାମ୍ ଯଦି ଆସିଲା ତ 40 ଛାନ୍ଦ ଲେଖିବ। ଠିକ୍ ଅଛି। আর এর বিশেষত্ব କ'ଣ ଜାଣିଛ? ବିଶେଷତ୍ୱ ହେଉଛି ଏହାଟା ବ ଅକ୍ଷରରୁ ଆରମ୍ଭ ହୋଇଥାଏ। ସବୁ ପଦ ବ ଅକ୍ଷରରୁ ଏକା ଆରମ୍ଭ ହେବ। ବୈଦେହୀ ଅର୍ଥାତ୍ ସୀତା। ବୈଦେହୀ କିଏ? ସୀତା। ତାଙ୍କ ସହ ସମ୍ବନ୍ଧିତ ଶ୍ରୀରାମଙ୍କ ଲୀଳା ଏବଂ କାବ୍ୟର ମୂଳବସ୍ତୁ ଏଠାରେ ଅଛି। ଠିକ୍ ଅଛି। ତାପରେ ନେକ୍ସଟ ପେଜ୍। କବିତାର ମୂଳସାର କାଣା? ସୀତାଙ୍କୁ ଉଦ୍ଧାର ପାଇଁ ସମୁଦ୍ର ସେତୁ ବନ୍ଧନ। ଯେତେବେଳେ ରାବଣ ସୀତାକୁ ଚୁରି ସବୁ ଜାଣିଥିବ କଥା। ଆଉ ରାବଣ ଯେମିତି ଯେତେବେଳେ ସୀତାକୁ ଚୁରି ନେଇଯାଇଥିଲା ସେତେବେଳେ ରାମ ତାମାନେ ସେତୁ ବାନ୍ଧିକି ଲଙ୍କାକୁ ଯାଇଥିଲେ ନା। ସେଟା ରାବଣ ସୀତାଙ୍କୁ ହରଣ କରି ଲଙ୍କାରେ ରଖିବା ପରେ ଶ୍ରୀରାମଚନ୍ଦ୍ର ବାନର ସେନାଙ୍କ ସହ ସମୁଦ୍ର କୂଳକୁ ପହଞ୍ଚିଥିଲେ। ସମୁଦ୍ର ପାର ହେବା ପରେ ସେତୁ ବାନ୍ଧିବାକୁ ନିଷ୍ପତ୍ତି ନିଆଗଲା। ବୁଝିଲ। ଆଉ ମୁଖ୍ୟ ଘଟଣା ପ୍ରଭାବ କାଣା ହେଇଛି ନ? ଗିରିପାତ। ବାନରମାନେ ବଡ଼ ବଡ଼ ପର୍ବତ ବହି ଆଣି ସମୁଦ୍ରରେ ପକାଇଲେ, କିନ୍ତୁ ସେଗୁଡ଼ିକ ଜଳରେ ବୁଡ଼ିଗଲା। ପଥରେ ଆମେ ପକାଇଲେ ବୁଡ଼ିଯିବ ନା, ବୁଡ଼ିଗଲା। ତାପରେ କ'ଣ ହେଲା ଦେଖ, ଶ୍ରୀରାମଙ୍କ ବିସ୍ମୟ। ପରନ୍ତୁ ପଥର ପର୍ବତ ବୁଡ଼ିଯିବା ପରେ ଦେଖି ରାମ ପୁରା ବିସ୍ମିତ ହୋଇଗଲେ। ଠିକ୍ ଅଛି। ରାବଣର ଦୂତ ଶୁକ ଓ ସାରଣ ବିଷୟରେ ଏଥିରେ ଉଲ୍ଲେଖ ଅଛି। ପୁରା ଭଲ। ଆଉ ରାବଣ ନିଜର ଦୂତ ଶୁକ ଓ ସାରଣଙ୍କୁ ବିଭୀଷଣ ଓ ଶ୍ରୀରାମଙ୍କ ବଲ ଜାଣିବାକୁ ପଠାଇଥିଲା। ତାମାନେ ସେମାନେ କ'ଣ କରୁଛନ୍ତି? ସେମାନେ ଶତ୍ରୁ ପଠାଇବ ନା, ଶତ୍ରୁ ପଠାଇଥିଲା। ଠିକ୍ ଅଛି। ବରୁଣ ପ୍ରସନ୍ନତା। ବିଭୀଷଣଙ୍କ ପରାମର୍ଶ କ୍ରମେ ଶ୍ରୀରାମ କୁଶଶଯ୍ୟାରେ ଦହ୍ୟଶଯ୍ୟା, ତାମାନେ କୁଶରେ ଏମିତି ଶୋଇକି ଶୟନ କରିକି କୁଶଶଯ୍ୟାରେ ନିରାହାର ରହି ମାନେ କିଛି ନ ଖାଇକି ନ ପିଇକି ସମୁଦ୍ର ଦେବତା ବରୁଣଙ୍କୁ ପ୍ରସନ୍ନ କରିବା ତପସ୍ୟା କଲେ। ହେଲା। ତାପରେ ଆମେ ପୁରା ଭିତରକୁ ଯିବା। ବୋଲନ୍ତି ରଘୁପତି ସୁଗ୍ରୀବ ବିଭୀଷଣେ ବାରିଧି ବନ୍ଧନ ଭାବି ବାରିପତି ମନେ। ଏହାର ଅର୍ଥ କ'ଣ? ଶ୍ରୀରାମଚନ୍ଦ୍ର ସୁଗ୍ରୀବ ଓ ବିଭୀଷଣଙ୍କ ସହ ଆଲୋଚନା କରି ସମୁଦ୍ର ବାରିଧି ବାନ୍ଧିବା ପାଇଁ ଜଳପତି ବରୁଣଙ୍କୁ ଧ୍ୟାନ କଲେ। କିଏ ତାମାନେ କହିଲା ଏମାନଙ୍କୁ ଯେ ପ୍ରସନ୍ନ ହେବେ ବରୁଣ ବୋଲି କିଏ କହିଲା? ବିଭୀଷଣ କହିଲେ। ଦେଖ, ବୋଲନ୍ତି ରଘୁପତି ସୁଗ୍ରୀବ ବିଭୀଷଣ। ଠିକ୍ ଅଛି। ସୁଗ୍ରୀବ ଓ ବିଭୀଷଣ କହିଲେ ତାମାନେ ସମୁଦ୍ର ଦେବତାକୁ ଧ୍ୟାନ କରେ, ସେମାନେ ଖୁସି ହେବେ। ତାପରେ ଆମର ପ୍ରଥମେ ଓହ୍ଲିବା। ଠିକ୍ ଅଛି। ତ ତାମାନେ ନେକ୍ସଟ ଛାନ୍ଦକୁ ଆମେ ଯିବା। ବୁଡ଼ାଇ ଦେଲେ ଗିରି କପିଏ ଦଲେ ବୁଡ଼ିଲା ବୋଲି ଭାବି ପ୍ରତାପେ ଅନଲେ। ଠିକ୍ ଅଛି। ତାପରେ କ'ଣ ଅଛି ଏହାର ଅର୍ଥ କ'ଣ? ବାନରମାନେ ଅବହେଳାରେ ବଡ଼ ବଡ଼ ପର୍ବତ ଆଣି ପକାଇଲେ। ବଡ଼ ବଡ଼ ପର୍ବତ ଆଣିଲେ, କିନ୍ତୁ ସବୁ ଜଳରେ ବୁଡ଼ିଗଲା। ଏହା ଦେଖି ରାମ ପୁରା କ୍ରୋଧ ହୋଇଗଲେ, ପୁରା ବିସ୍ମିତ ହୋଇଗଲେ। ତାମାନେ ସୀତାକୁ ବଞ୍ଚାଇବାର ଅଛି ନା, ପୁରା କ୍ରୋଧ ବିସ୍ମିତ ହୋଇଗଲେ ରାମ। ହେଲା। ତାପରେ ଆମେ ନେକ୍ସଟ ପେଜକୁ ଯିବା। ଗଲା। ହଁ। ବୋଇଲେ ବିପକ୍ଷ ଶ୍ରୀ ରାବଣ ବଡ଼ ଭାଇ ବାରଣ କରିବୁ କିମ୍ବା ସମ୍ବଦକୁ ଧାଇ। ଅର୍ଥ କ'ଣ? ରାବଣର ବର ତାପରେ ଦୂତ ଶୁକ ଓ ସାରଣ ବିଭୀଷଣଙ୍କୁ ଚିହ୍ନିଲେ। ତାପରେ ରାବଣର ବାର୍ତ୍ତାକୁ ପଠାଇଲେ। ଠିକ୍ ଅଛି। ରାବଣ କ'ଣ ବାର୍ତ୍ତା ପଠାଇଥିଲା? ଯେ ବିଭୀଷଣ ଶ୍ରୁତି ସମ୍ପନ୍ନ ହୋଇ ଶତ୍ରୁର ଶରଣ କାହିଁକି ଗଲେ? ତାମାନେ ତୁ ବଡ଼ ଭାଇ ରାବଣ ଥାଇକି ତାମାନେ ଶତ୍ରୁ ଶରଣକୁ କାହିଁକି କଲୁ ବୋଲିକି ଏଇଟା ଦୂତ କହୁଛନ୍ତି। ତାମାନେ ରାବଣ କହିଛି ଏହା କହିବା ପାଇଁ ଯେ ଦୂତ କହୁଛନ୍ତି। ଠିକ୍ ଅଛି। ତାପରେ ନେକ୍ସଟ କ'ଣ ଲେଖା ହେଇଛି? ବସିଲେ ଦର୍ଭ୍ୟ ଶଯ୍ୟାରେ ନିରହରେ ରାମ ବିକାଶ ସମୁଦ୍ର ପ୍ରସନ୍ନ ପାଇ କାମ। କ'ଣ ତାର ଅର୍ଥ କ'ଣ? ଅର୍ଥ ହେଉଛି ସମୁଦ୍ର ଦେବତା ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରୀରାମଚନ୍ଦ୍ର ଦର୍ଭ କୁଶ ଶଯ୍ୟାରେ ଉପବାସ ରହି ଧ୍ୟାନସ୍ଥ ହୋଇ ବସିଲେ। ଏଇଟା ଯେଉଁ ମୁଁ କହିଲି ନା, ଯେଉଁ ଛାନ୍ଦ ମାନେ ଏଇଟା ପୁରା ଇମ୍ପୋର୍ଟାଣ୍ଟ। ପିଲାମାନେ ଟିକେ ପଢ଼ି ଦେଇଥିବ। ହେଲା। ମାନେ ତୁମକୁ ଆଉ ପଢ଼ିବାକୁ ପଡ଼ିବ ଯେ ମୁଁ ଯେଉଁ ବୁଝାଇ ଦେଉଛି ତୁମେ ବୁଝିଯିବ ଯେ, ଆଉ ପଢ଼ିବାକୁ ପଡ଼ିବନି। ତୁମେ ଫିର୍ ବି ପଢ଼ି ଦେଇଥିବ ଟିକେ। ଠିକ୍ ଅଛି। ତାପରେ ନେକ୍ସଟ ପେଜ୍। କଠିନ ଶବ୍ଦାର୍ଥ। ଦେଖ, ରାଘବ ରଘୁବଂଶୀ ଶ୍ରୀରାମ ବାରିଧି ସମୁଦ୍ର କପି ବାନର ବିସ୍ମୟ ଆଶ୍ଚର୍ଯ୍ୟ ଦର୍ଭ କୁଶ। ଏଇଟା ଟିକେ ସୋ ରଖିଥିବ। ଏଇଟା କୁଆଡ଼େ ଗଲା? ଏଇଟା ଟିକେ ସୋ ରଖିଥିବ ତମେ। ଦର୍ଭ କୁଶ ଏଇଟା ଟିକେ ଅନଲ ବୋଇଲେ ନିଆଁ। ଏଇଟା ଟିକେ ସୋ ରଖିଥିବ। ଠିକ୍ ଅଛି। ଶୁକ ସାରଣ ରାବଣର ଦୁଇ ଦୂତ ବର। ଏଇଟା ତ ମନେ ରହିବ। ଏଇଟା ତ ମନେ ରହିବ। ତାପରେ ଚଲାଉ ନାହିଁ ଇଚ୍ଛା ହେଉନାହିଁ। ଏଇଟା ଚଲିଯିବ। ଏଇଟା ଆମେ କିଛି ଆସିବନି। ଏଇଟା ଟିକେ ଆସିବନି, କିନ୍ତୁ ଏଇଟା ମାନେ ଟିକେ ଆସିପାରିବ। ଠିକ୍ ଅଛି। ତାପରେ ନେକ୍ସଟ ପେଜ୍। ତାପରେ ଆମେ କ୍ୱେଶ୍ଚିନ୍ ଆନ୍ସର୍ ଟିକେ କରିଦେବା। ଠିକ୍ ଅଛି। କ୍ୱେଶ୍ଚିନ୍ ଆନ୍ସର୍ ଟିକେ
ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ କବିତାଟି କେଉଁ କାବ୍ୟରୁ ଗୃହୀତ? କେଉଁ କାବ୍ୟରୁ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରସିଦ୍ଧ କାବ୍ୟ ବୈଦେହୀଶ ବିଳାସ 40 ଛାନ୍ଦରୁ ଗୃହୀତ। ଏଇଟା ପଢ଼ିପାରିବେ ପୁରା ଏକ୍ଜାମ୍ରେ ପିଲାମାନେ ଟିକେ ପଢ଼ିପାରି ଟିକେ ଦେଖିଦେଇଥିବ ଠିକ୍ ଅଛି। ବୈଦେହୀଶ ବିଳାସ କାବ୍ୟର ନିୟମ କ'ଣ? ନିୟମ କ'ଣ? ଏହି କାବ୍ୟର ପ୍ରତ୍ୟେକ ପଦର ପ୍ରତ୍ୟେକ ଧାଡ଼ି ବ ଆଦ୍ୟ ନିୟମ ଅକ୍ଷରରେ ଆରମ୍ଭ ରଚିତ ଠିକ୍ ଅଛି। ଆରମ୍ଭ ହୋଇଥିସି ବରୁ ସବୁବେଳେ ଆରମ୍ଭ ହୋଇଥିସି ଠିକ୍ ଅଛି। ସମୁଦ୍ର ବାନର ମାନେ ପକାଉଥିବା ପର୍ବତ ଗୁଡ଼ିକ କାହିଁକି ବୁଡ଼ିଗଲା? କାହିଁକି ବୁଡ଼ିଗଲା? ସମୁଦ୍ରରେ ଅଗାଧ ଜଳ ବରୁଣ ଦେବତା କୃପା ମିଳିନଥିବାରୁ ଏଇଟା ତାମାନେ ବୁଡ଼ିଗଲା। ତାପରେ ଯେତେବେଳେ ରାମ କୁଶ ଶଯ୍ୟାରେ ଗଲେ ତାପରେ ଯେ ସେଟା ପଥର ପର୍ବତ ମାନେ ଓହଳିଲା ତା ଉପରେ ଚାଲିକି ଗଲେ ତମେ ଜାଣିଛ ନା। ଆଉ ଗୋଟେ ଏଇଟା 3 ମାର୍କ 2 ମାର୍କରେ ପଡ଼ିପାରେ ପିଲାମାନେ ଟିକେ ଦେଖିଦେଇଥିବ। ଯଦି ତୁମକୁ ଏମିତି ନୋଟ୍ ଦରକାର ନା ମୋତେ କହିବ ଠିକ୍ ଅଛି। ଏମିତି ଯଦି ନୋଟ୍ ଦରକାର ତ ଉତ୍ତର ରାମଚନ୍ଦ୍ର ସମୁଦ୍ର ପ୍ରସନ୍ନ ପାଇଁ କିପରି ଉପାୟ ଅବଲମ୍ବନ କରିଥିଲେ ନା କୁଶ ଶଯ୍ୟାରେ କରିଥିଲେ। ଦେଖ ଲେଖା ହେଇଛି ବାଣମାନେ ପକାଉଥିବା ପର୍ବତ ସମୁଦ୍ରରେ ବୁଡ଼ିଯିବାରୁ ଶ୍ରୀରାମଚନ୍ଦ୍ର ବିସ୍ମିତ ଓ କ୍ରୋଧିତ ହୋଇଗଲେ। ତାମାନେ ପଥର ବୁଡ଼ି ଯାଉଥିଲା ସୀତାମାତାଙ୍କୁ ବଜାଇବାର ଅଛି ତାମାନେ କ୍ରୋଧିତ ହେଇଯିବେ ନା। ବିଭୀଷଣ ପରାମର୍ଶ କ୍ରମେ ସେ ସମୁଦ୍ର ଦେବତା ବ୍ରଣକୁ ପ୍ରସନ୍ନ କରିବାକୁ ସ୍ଥିର କଲେ। ଆଉ ଶ୍ରୀରାମଚନ୍ଦ୍ର କୌଣସି ଆହାର ନ ଖାଇ ନିରାହାର ହୋଇ କୁଶ ଶଯ୍ୟାରେ ଭୂମିରେ ଶୟନ କରି ବ୍ରଣକୁ ଧ୍ୟାନ କଲେ। ଏଇଟା କିଏ କହିଥିଲେ? ସୁଗ୍ରୀବ ଆଉ ବିଭୀଷଣ କହିଲେ। ଟିକେ ମନେ ରଖିଥିବ ପିଲାମାନେ ଠିକ୍ ଅଛି। ତାପରେ ଏଇଟା ଗୋଟେ କ୍ୱେଶ୍ଚନ୍ ଲାଷ୍ଟ ପିଲାମାନେ ଏଇଟା ଲାଷ୍ଟ ଅଛି। କହ ଶ୍ରୀରାମ ବ୍ରଣ ପ୍ରସନ୍ନ ପାଇଁ କେଉଁ ଶଯ୍ୟାରେ ବସିଥିଲେ କହ? ଏଇଟା କ'ଣ ହେବ ପିଲାମାନେ? ଏଇଟା ତ ପୁରା ଜାଣିଥିବ ନା ଧର୍ବ କୁଶ ଶଯ୍ୟା ଏଇଟା ଦେଖ। ତ ଯଦି ତୁମକୁ ଏମିତି ଯଦି ନୋଟ୍ସ ଯଦି ଦରକାର ମୋତେ କହିବ। ମୋବାଇଲ ନମ୍ବର ହେଉଛି ଏଇଟା 8926371074। ଏଇଟା ପିଲାମାନେ ଦେଖ ଏଇଟା ଠିକ୍ ଅଛି। ତ ରହିଲି ପିଲାମାନେ ବାଏ ରହିଲି ଆଉ କଟିଗଲା।